सीताराम तो बर्तमान आम आज आसी पहुंचीचु आर वर्ष भाई वर्ष जड़े मानसिक जे करती प्रति वर्ष आम जटणी आदर्श कॉलोनी वार्ड नंबर 7 तो आसी पहुंचीचु बर्तमान सी माँ मंगलांकर स्वप्नादेश हुए प्रति वर्ष ये लंका पोड़ी लंका लंका दहन विषयटा करने को आम पाखे सी उपस्थित अच्छा केमती आज्ञा कौन कहे प्रति वर्ष माँ ये आपणकर स्वप्नादेश हुए जे लंका पोड़ी करने को बुझा ना ए वर्ष टिके लेट है कारण आर वर्ष मुझे देखती वीडियो अपलोड करी फेब्रुआरी मास 9-10 तारिख होता ए वर्ष टिके डिले होगा पाखापाखि सप्ताह ए वर्ष गोटे कौन कहे अर्थ तो मागिकी आने कथा कार्य माँ आ लगे एमती सब वर्ष करी लगी साई केमती सुखमय हम संसार केमती सुखमय हम ये लगी माँ मंगला जनाबाकी देखा जाए आज्ञा ये जो माने सब रेट आज्ञा बढ़ला रामदला कमिटी गोटे आसिले 30-40 हजार कम नौना एत खर्च केमती मैनेज करते प्रथम कह दरकार लोक मैंने जाना दरकार गोटे लोक मानसिक करी माने समते जे जहाँ देला खुशी ग्रहण करके भी सी जदि रामलीला कर कॉलोनी रे 200 लोक भी रे जनका 100 टका लेखा भी देवे पाखापाखि बोधे रामलीला मैक्सिमम से विषय कौन कह मु सब वर्ष सेमती चाहूँगी समस्त सब भाई मानकर साहाय्य आ सब आड़ू मागिकी मत टे सहयोग देले आउ जोरसोर भी माँ पाखे हम बोली व्यवस्था कर माँ इच्छा आ बजरंगी इच्छा एति मु कहूँ एति अनुरोध करुँची भाई मानक समस्त ओडिशा भाई मानक मत किसी अर्थ आउ साहाय्य कले आगू माँ केमती जीव से समस्त की प्रणाम करुँच गोटे खुशी खबर जन चाहिए आर वर्ष मुझर यू फास्ट लंका पोड़ी आमर गोटे हुए रज महासंग्राम लंका पोड़ी कंटेस्ट 12 पाटना मणिपड़ा पार्टी आसला आर वर्ष मुझ शूटिंग कर नहीं पाखापाखि 9टा गाँव भर कंटेस्ट होता भल भ्यूज भी जाइए सीता बढ़िया रोल करते वर्ष लोक मैंने पसंद कर कमिटीर आदर्श कॉलोनी रूपे लोक भोटिंग भी देती से कमिटी को मुझे निमंत्रण भी देकी आसी 2-4 दिन तले जाइए मणिपड़ा पाखापाखि
ଆମର 25-30 ଗାଁ କମିଟି ଆସୁଛନ୍ତି। ଆମର ୟୁଟ୍ୟୁବ ଟିମ୍ର ଆନୁଆଲ ଫଙ୍କସନ୍ ମାର୍ଚ୍ଚ 23 ତାରିଖରେ ହବ ବାଛାରା ରାମ ମନ୍ଦିର ପ୍ରାଙ୍ଗଣରେ। ସେଇଠିକି ବି ସବୁ ଲୋକଙ୍କୁ ବି ନିମନ୍ତ୍ରଣ କରାଯାଇଛି। ଯୁବ କଳାକାର ପ୍ରତିଭା ମାନଙ୍କୁ ସମ୍ମାନିତ କରାଯିବ, ଯୋଉଦ୍ୱାରା ଆପଣଙ୍କର ଅବଦାନ ବହୁତ। ଯଦି ମୁଁ ଭାବିଲି ସେ ଆର ବର୍ଷ ଆସିପାରିନଥାନ୍ତି, ଭଲ ସିନ୍ ଟା ମିସ୍ କରିଦେଇଥାନ୍ତି ଲଙ୍କା ପୋଡ଼ି ଅଧ୍ୟାୟର, କିନ୍ତୁ ଭଲ ଲାଗିଲା। ମୋର କିଛି ଅବଦାନ ନାହିଁ, ସବୁ ମାର ଅବଦାନ, ମୋର କିଛି ନାହିଁ। ମୁଁ କିଛି ନୁହଁ, ଏଠି ସବୁ ସେଇ କରଉଛି। ତ ଦେଖାଯାଏ ଜଟଣୀର ମ୍ୟାକ୍ସିମମ୍ ମାର୍ଚ୍ଚ ଏପ୍ରିଲ ଆମର ରଜ ଏଇ ଯୋଉ ରାମ ନବମୀ ଥାକ ଅକ୍ଷୟ ତୃତୀୟା ଥାକକୁ ପାଖାପାଖି 30-40 ଇଲାକାରେ ହୁଏ ରାମନୀଳା। ଏଇଟା ଗୋଟେ ଷ୍ଟାର୍ଟିଂ ରୁ ହଉଛି ଫେବୃଆରୀ ମାସରୁ ହଉଛି, 3 ମାସ ହେଇଗଲା। ମାନେ ରାମନୀଳା ଥାକ ଷ୍ଟାର୍ଟ ହଉଛି ଏପ୍ରିଲରୁ, କିନ୍ତୁ ଆପଣ ଫେବୃଆରୀ ମାସରୁ କରୁଛନ୍ତି। ସେ ବିଷୟରେ କଣ କହିବେ? କଣ କରିବି, ସେଇଠୁ ତ ଆରମ୍ଭ କରିଛି ମୁଁ। ସେଇ 21 ତାରିଖ 22 ତାରିଖରେ କରିଥିଲି ଯାତ୍ରା। 22 ତାରିଖ ଏ ବର୍ଷ ଅର୍ଥ ଅଭାବ ସକାଶୁ କିଛି ଯୋଗାଯୋଗ ବି କିଛି ହେଇପାରୁନି। ସାଇ ମାନଙ୍କର ଯାହା ଅଳ୍ପ ବହୁତ କରି ସାହାଯ୍ୟ କରୁଛନ୍ତି, ଆଉ କିଛି ବି ଅର୍ଥ ଦରକାର ହଉଛି ମତେ। ଏମିତି ଲାଗିଛି ସବୁ ବର୍ଷ କେମିତି ଗୋଟେ ଯଦି ବ୍ୟବସ୍ଥା ସରକାରୀ ମୋ ପାଇଁ କିଛି କରନ୍ତେ, ଯେ ସବୁ ବର୍ଷ ମୁଁ ଏଠି ରାମଲୀଳା କରନ୍ତି। ସେଥିପାଇଁ ଭାବିଛି ଆପଣ ମାନଙ୍କ ସାହାଯ୍ୟ, ସରକାରୀ ବାବୁ ମାନଙ୍କର ବି ସାହାଯ୍ୟ, ସାଇ ଭାଇ ମାନଙ୍କର ବି ସାହାଯ୍ୟ। ତ ବର୍ତ୍ତମାନ ଯଦି କହିବା ଆଜିକା ମାନେ ଏତେ ଏକ୍ସପେନ୍ସିଭ ଯୁଗରେ ଏଇ ଯୋଉ ମାନେ ମାଙ୍କର ସ୍ୱପ୍ନାଦେଶ ଏଇ ଜାଗାରେ ହବ ବୋଲି ଆପଣଙ୍କ କଣ ପାଇଁ ଆସିଲା? ଏତେ ତ ଚାରିଆଡେ ଜାଗା ଅଛି ଯୋଉଠି ବି ହେଲେ ସିଏ ହେଇପାରିଥାନ୍ତା। କହୁଛନ୍ତି ଯେ ମୋ ଜାଗା ଉପରେ ତୁ କରେ, ମୁଁ ଯାହା ବାଧା ବିଘ୍ନ ମୁଁ ସବୁ ସମ୍ଭାଳିବି, ଆଉ ଅସୁବିଧା ତୋର ଯୋଉଟା ଦରକାର ସେଇଟା ମୁଁ ବି ପୂର୍ଣ୍ଣ କରିବି। ତୁ ଆଉ ଏଠୁ ଘୁଞ୍ଚେଇବୁନୁ କୋଉଠୁ। ଯଦି ତୋ ଯିବ ଯୋଉ ଜାଗା ତବ 14 ବର୍ଷ କରିବୁ, ସମସ୍ତଙ୍କୁ ସାହାଯ୍ୟ ମାଗିବୁ, ଯିଏ ଯାହା ଦେଇକି ରାମଲୀଳାଟି କେମିତି କରୁ। ଆସନ୍ତା ବର୍ଷ ଆଜ୍ଞା କରିଥିଲି 30,000 ଟଙ୍କା, 10,000 ଟଙ୍କା ଭୋଜି ଖର୍ଚ୍ଚ କରିଥିଲି, ହେଇଗଲା 40,000। ଏ ବର୍ଷ 25,000 ଟଙ୍କାର କଣ୍ଟା ଅଛି। ତାର କଣ ବରାଦ ରାତି ପାଇଲେ ସିଏ ଜାଣିଛି କି ଆମ ବାହାର ଭାଇ ମାନଙ୍କୁ କେମିତି ଛାଡିବ, କଣ କରିବ, ତାଙ୍କ ଉପରେ ନିର୍ଭର କରୁଛି। ସବୁ କଲୋନୀ ନିବାସୀ ସପୋର୍ଟ କରୁଛନ୍ତି ତ? ହଁ, ସମସ୍ତଙ୍କ ସପୋର୍ଟ ଅଛି। ଆଚ୍ଛା, ଆଉ ସବୁ ବର୍ଷ ସେଇ ଗୋଟାଏ ବିଷୟ ହଉଛି ନା ନାଇଁ ଅଲଗା ବିଷୟ? ଗୋଟାଏ ବିଷୟ ହଉଛି, ଆଉ ସପୋର୍ଟ ହଉଛି ଯେ କିଛି ଅଳ୍ପ ବି ଅର୍ଥ ବି ଆଉଛି ସାଇ ଭିତରୁ। ଯଦି ଆଉ ଟିକେ ଅଧିକା ଆସନ୍ତା ମତେ ବାହାରକୁ ବି ଯିବାକୁ ପଡନ୍ତା। ଆମ ୟୁଟ୍ୟୁବ ଚ୍ୟାନେଲ ଜରିଆରେ ଅଲ୍ ଓଡିଶା ଅଲ୍ ଇଣ୍ଡିଆର ଯୋଉ ଆପଣଙ୍କୁ ଦର୍ଶକ ମାନେ ଦେଖୁଛନ୍ତି, ତାଙ୍କୁ କଣ ବାର୍ତ୍ତା ଦେବେ ଯେ ନାଇଁ ମୁଁ ଯଦି ଏକଲା ମାନେ କରିପାରୁଛି, ତ ଯୋଉ ଏଇ ଜିନିଷଟା ଲୋକ କଳେ ଆମର ବୁଡିବାର ଆଜ୍ଞା ବସିଛି। ଆଜିକାଲି ଛୋଟ ପିଲା କହିଲେ ମୋବାଇଲ ଯୁଗରେ ସବୁ ମାତିଲେଣି। ରାମନୀଳା ସୀତା କିଏ ରାମ କିଏ କେହି ଚିହ୍ନୁନାହାନ୍ତି ଆଜ୍ଞା। ସବୁ ପବଜି ଖେଳଠୁ ଆରମ୍ଭ କରି ସବୁ ମାତୁଛନ୍ତି। ସେମାନଙ୍କ ଉଦ୍ଦେଶ୍ୟରେ କଣ ବାର୍ତ୍ତା ଦେବେ ଯେ ଆମର ଏଇ ଲୋକ କଳାଟା ଯେମିତି ସବୁଦିନ ପାଇଁ ବଞ୍ଚିକି ରହିବ? ସବୁଦିନ ପାଇଁ ମୁଁ ଚାହୁଁଛି ବଞ୍ଚିବାକୁ, ଯେ ମତେ କିଛି ଅର୍ଥ ଯୋଗାଡ଼ ସରକାରୀ ତରଫରୁ ମିଳୁ, ଏତିକି ମୁଁ ଅନୁରୋଧ କରୁଛି। ଆଉ କିଛି କହୁନି। ମାଙ୍କ ପାଇଁ ଅର୍ଥ ଆସୁ। ସବୁ ବର୍ଷ ଏମିତି ସାଇ ଭାଇ ମାନେ ଯୋଉମାନେ ଏମିତି ଠିଆ ହେଇଛନ୍ତି, ମତେ ବହୁତ ଖୁସି ଲାଗୁଛି। ମାଙ୍କର ବି ଖୁସି ଅଛି। ସବୁ ବର୍ଷ ସେମିତି ଚାଲୁ, ଏତିକି ମତେ ଅର୍ଥ ଟିକେ କିଛି ଯୋଗେଇକି ମିଳୁ ସରକାରୀ ତରଫରୁ। ନିଶ୍ଚୟ ସେ ମୋ ସାଙ୍ଗରେ ପ୍ରତିକ୍ରିୟା ନଉଥିଲେ। ସେ କହିବା କଥା କି ଆମର ମାନସିକ ଏଇଠି 3 ବର୍ଷ ହେଲାଣି ଷ୍ଟାର୍ଟ ହେଲାଣି, କିନ୍ତୁ ଟିକେ ଅର୍ଥାଭାବ ହିସାବରୁ ହଉଛି ପ୍ରତିବର୍ଷ। ଆର ବର୍ଷ ମୁଁ ଆସିଥିଲି, ବହୁତ ବଢିଆ ନାଟକ ବି ହେଇଥିଲା। ଏ ବର୍ଷ ବି ଆମର କଣାସ ତ୍ରିଲୋଚନପୁର ପାଖ ଗାଁରୁ ସେମାନେ ଆସିଛନ୍ତି। ଶୁଣିଛି ବି ତାଙ୍କର ଭଲ ନାଟକ ବି ହୁଏ। ତ ନିଶ୍ଚୟ ଆମର ତ ଆଜି ଦେଖିବା କଣ ନାଟକ କେମିତି କଣ ହଉଛି। ଆଉ ସମସ୍ତଙ୍କୁ ରିକ୍ୱେଷ୍ଟ ବି ରହିଲା, ଆମ ଜଟଣୀର ଆଦର୍ଶ କଲୋନୀ ଯେମିତି ପ୍ରତି ଗାଁ ଗାଁରେ ରାମନୀଳା ହଉଛି, ତ ପ୍ରଭୁ ରାମଙ୍କ ଲୀଳା ଖେଳା ଯେମିତି ଚାରିଆଡେ ବିସ୍ତାରିତ ହବ, ସେଥିପାଇଁ ଆପଣ ମାନଙ୍କୁ ରିକ୍ୱେଷ୍ଟ ରହୁଛି ଆମ ଚ୍ୟାନେଲ ଜରିଆରେ କିଛି କିଛି ଆଜ୍ଞା ଅର୍ଥ, ଆପଣ ମାନେ ତ ପକେଟ ମନି ବି ଖର୍ଚ୍ଚ କରିଦଉଥିବେ, ଚାରିଆଡେ ବି ଖର୍ଚ୍ଚ କରିଦଉଥିବେ, କିଛି କିଛି ଅର୍ଥ ଯଦି ଏ ମହାଜନଙ୍କୁ ପ୍ରଦାନ କରିବେ, ତାହେଲେ ଏଇ ଜିନିଷଟା ଆହୁରି ବିସ୍ତାର ଭାବେ ହେଇପାରିବ। ଏତିକି କହି ଆପଣଙ୍କଠୁ ବିଦାୟ ନଉଛି। ଜୟ ଶ୍ରୀରାମ।